ସମସ୍ତଙ୍କୁ ଆଜି ରହି ଗୁଡ୍ ଇଭିନିଂ। ଆଉ ମୁଁ ଯାଇ ପହଞ୍ଚିଥିଲି ଦାରିଙ୍ଗବାଡ଼ି ରାଶି ପଦା ପଡ଼ିଆରେ, କଲେଜ ପଡ଼ିଆ ଠାରେ, ଯେଉଁଟାକି ଆମର ମିନି ଷ୍ଟାଡ଼ିୟମ୍ କହୁଛନ୍ତି, ସେ ଜାଗାକୁ ମୁଁ ଯାଇ ପହଞ୍ଚିଥିଲି। ଆଉ ଆସନ୍ତା କାଲି ଜାନୁଆରୀ 26 ନିମନ୍ତେ ଆଉ ସେ ପଡ଼ିଆରେ ଯେଉଁ ଭଳିଆ ଭାବରେ ପ୍ରସ୍ତୁତି ଚାଲିଛି, ସେଇଟା ମୁଁ ଆପଣଙ୍କୁ ଦେଖେଇବି ଆଜି। ଆଉ ଆପଣ ମନେ ରଖିବେ କି ଆସନ୍ତାକାଲି ଯେଉଁମାନେ ବି ଆସିବେ ନାହିଁ, ସେମାନେ ଆସନ୍ତାକାଲି ଲାଇଭ୍ ଦେଖିପାରିବେ। ଆମର ମୁଁ ଦେଖେଇବି ମିନି ଷ୍ଟାଡ଼ିୟମ୍ରେ ଆସନ୍ତା ଜାନୁଆରୀ 26 ଆସନ୍ତାକାଲି ଜାନୁଆରୀ 26 ନିମନ୍ତେ ଯେଉଁ ମିନି ଷ୍ଟାଡ଼ିୟମ୍ରେ ଦାରିଙ୍ଗବାଡ଼ି ରାଶିପଦା କଲେଜ ପଡ଼ିଆ ମିନି ଷ୍ଟାଡ଼ିୟମ୍ ଠାରେ ଯେଉଁ ଆୟୋଜନ କରାଯାଉଅଛି, ସେଇଟା ମୁଁ ଆପଣମାନଙ୍କୁ ଦେଖେଇବି। ଦାରିଙ୍ଗବାଡ଼ି ମିନି ଷ୍ଟାଡ଼ିୟମ୍ ବା କଲେଜ ପଡ଼ିଆ ରାଶିପଦା। ଆପଣମାନେ ଯେ ବି ଆପଣମାନେ କାଲିକି ଆସିପାରିବେନି, ଆଉ ଆସନ୍ତା କାଲି ମୁଁ 10ଟା ସମୟରେ ଆପଣମାନଙ୍କୁ ଲାଇଭ୍ ଦେଖେଇବି এই ପଡ଼ିଆର। ପଡ଼ିଆ ଦେଖୁଛନ୍ତି, ଆସନ୍ତାକାଲି ଜାନୁଆରୀ 26 ପାଇଁ ସବୁ ପ୍ରସ୍ତୁତି ଜୋରଦାର ଚାଲିଛି। ଦେଖନ୍ତୁ ଟେଣ୍ଟ ଫେଣ୍ଟ ସବୁ ଭିଡ଼ା ଚାଲିଛି। ଏପଟେ ଫୁଲପିଟ୍ ମଧ୍ୟ ପୁରା ମଜାର ସେଟିଂ ଚାଲିଛି। ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଚାଲିଛି। ଆଜି ଏ ପଡ଼ିଆରେ କେହି ନାହାନ୍ତି। ଆସନ୍ତାକାଲି ଏଇଠି ଜାଗା ହେବନି। ମୁଁ ଯେତିକି ବି ଆପଣମାନଙ୍କୁ ଯେଉଁ ପଡ଼ିଆ ଦେଖାଉଛି, ଏ ପଡ଼ିଆରେ ଆସନ୍ତାକାଲି ପୁରା ଜାଗା ହେବନି। ପୁରା ଜାଗା ପୁରା ଭିଡ଼ ରହିବ। ଆଉ ସେଦିନ ଆପଣମାନେ ଆସନ୍ତାକାଲି ଜାଗାରେ ଆଉ ଟିକେ ବି ପଡ଼ିଆ ଦେଖିପାରିବେ ନାହିଁ। ଫୁଲ ଭିଡ଼ ହେବେ। ଧନ୍ୟବାଦ। ଆଉ ଆସନ୍ତାକାଲି ଯେଉଁମାନେ ବି ଆସିପାରିବେନି, ସେମାନଙ୍କୁ ମୁଁ ଆସନ୍ତାକାଲି ଠିକ୍ 10ଟା ସମୟରେ ମୁଁ ଆପଣମାନଙ୍କୁ ଲାଇଭ୍ ଦେଖେଇବି। ଆଉ ଲାଇଭ୍ ଦେଖିବା ପାଇଁ ଥ୍ୟାଙ୍କ ୟୁ। ଦେଖିପାରୁଥିବେ, ମୁଁ ବର୍ତ୍ତମାନ ପାଖକୁ ଯାଇଛି। ଆଉ ଏତେ ବଡ଼ ଫିଲ୍ଡରେ ଦେଖିପାରୁଥିବେ, ଫିଲ୍ଡ ଦେଖେଇବି। ଏମିତି ବଡ଼ ଫିଲ୍ଡ ଆମର। ଆଉ ଆସନ୍ତାକାଲି ଜାନୁଆରୀ 26 ପାଇଁ ସବୁ ବ୍ୟାରିକେଡ୍ କରିବା ପାଇଁ, ବ୍ୟାରିକେଡ୍ ଲଗାଇବା ପାଇଁ ସବୁ ଖୋଳାଖୋଳି କରୁଛନ୍ତି, କାମ ଦାମ ଚାଲିଛି। ଆଉ ଏପଟେ ମୁଁ ଦେଖାଉଛି ଆପଣମାନଙ୍କୁ, ଏଇଟା ଦେଖନ୍ତୁ, ଏଇଟା ହେଉଛି ଫୁଲପିଟ୍। ତ ଜାନୁଆରୀ 26 ଆସନ୍ତାକାଲି ଜାନୁଆରୀ 26 ନିମନ୍ତେ ସବୁ ଆଉ ଆସନ୍ତାକାଲି ଜାନୁଆରୀ 26 ଅଛି ଦେଶ ସ୍ୱାଧୀନର ଦିବସ। ସେଥିପାଇଁ ମିନି ଷ୍ଟାଡ଼ିୟମ୍ରେ ସବୁ ଆଉ ଚାନ୍ଦୁଆ ଫାନ୍ଦୁଆ ଟେଣ୍ଟ ଫେଣ୍ଟ ଭିଡ଼ିକି ଫୁଲପିଟ୍ ମଧ୍ୟ ସଜାଯାଉଛି। ଆଉ ଆପଣମାନେ ଆଜି ଦେଖିଛନ୍ତି ଏଇଟା ପଡ଼ିଆ ଖାଲି ଅଛି, କିନ୍ତୁ ଆସନ୍ତାକାଲି ଆଉ ପ୍ୟାରେଡ୍ ମଧ୍ୟ ହେବ। ବିଭିନ୍ନ ସ୍କୁଲରୁ ଆସିକି ପ୍ୟାରେଡ୍ ମଧ୍ୟ ଏହି ସ୍ଥାନରେ କରିବେ। ସୁନ୍ଦର ଭାବରେ ଚାନ୍ଦୁଆ